ଯେ ସିନା ପାଠ ପଢ଼ିଥିବ ସେ ଅଲଗା ଲୋକଙ୍କୁ ପାଠ ପଢ଼େଇ ପାରିବ, ଯିଏ ପାଠ ପଢ଼ି ନାହିଁ ସେ ଅଲଗା ଲୋକଙ୍କୁ କ'ଣ ପାଠ ପଢ଼େଇ ପାରିବ? ତେଣୁ ସମସ୍ତେ ଶାସ୍ତ୍ର ଲେଖା ଅଛି ଭାଗବତରେ, ମନୁଷ୍ୟ ସୁଖ ଭୋଗ ଚିନ୍ତି ନାନାଦି ଦେବତା ପୂଜନ୍ତି। ତେଣୁ ସମସ୍ତେ କାମନା ବାସନା ପାଇଁ ଆଉ ପିଲା ଛୁଆଙ୍କର ଉନ୍ନତି ପାଇଁ, ଘରଦ୍ୱାର ଜମିବାଡ଼ି ପାଇଁ ସାଧୁ ସନ୍ଥଙ୍କର ଆଶ୍ରୟ ନିଅନ୍ତି। କେତେ ଜଣ ଯାଆନ୍ତି ଦୀକ୍ଷା ନେବା ପାଇଁ, ମୁଁ କିଭଳି ଭଗବାନଙ୍କୁ ଦର୍ଶନ କରିବି, ଭଗବତ ଉପଲବ୍ଧି କରିବି, ନିଜ ଭିତରେ କରିବି, ସର୍ବଭୂତରେ କରିବି, ଏକଥା କେବେ ସେ ପଚାରନ୍ତି? କେହି ପଚାରନ୍ତି ନାହିଁ। ଦୀକ୍ଷା ହେଇଯାଏ, ସେ ତାଙ୍କ ବାଟରେ ରହନ୍ତି, ଗୁରୁ ଗୁରୁଙ୍କ ବାଟରେ ରୁହନ୍ତି।